ଯେକୌଣସି ପର୍ବପର୍ବାଣୀ ହେଉ ବା ଉତ୍ସବ ଝିଅମାନେ ହାତରେ ମେହେନ୍ଦି ଲଗାଇବାକୁ ପସନ୍ଦ କରିଥାନ୍ତି। ମେହେନ୍ଦି ହାତର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ତେବେ ଆପଣ ଜାଣନ୍ତି କି ମେହେନ୍ଦି ସ୍ୱାସ୍ଥ୍ୟ ପାଇଁ ବି ଲାଭକାରୀ ହୋଇଥାଏ? ତାହେଲେ ଆସନ୍ତୁ ଜାଣିବା ମେହେନ୍ଦି କିପରି ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ମାଇଗ୍ରେନ୍ ଯୋଗୁଁ ହେଉଥିବା ଯନ୍ତ୍ରଣାରୁ ମେହେନ୍ଦି ଆରାମ ଦେଇଥାଏ। ଯଦି ଆପଣ ବି ଏହି ଯନ୍ତ୍ରଣା ଭୋଗୁଛନ୍ତି ତେବେ 200 ଗ୍ରାମ ପାଣିରେ 100 ଗ୍ରାମ ମେହେନ୍ଦି ପତ୍ରକୁ ଗୁଣ୍ଡ କରି ଭିଜାଇ ରଖନ୍ତୁ। ସକାଳେ ସେହି ପାଣିକୁ ଛାଣି ପିଅନ୍ତୁ। ଏପରି କଲେ ମାଇଗ୍ରେନ୍ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଯଦି ଆପଣଙ୍କ ତ୍ୱଚା ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ମେହେନ୍ଦି ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ। ମେହେନ୍ଦି ଗଛର ଛାଲିକୁ ବାଟି କାଢ଼ା ପ୍ରସ୍ତୁତ କରନ୍ତୁ। ଏହି କାଢ଼ାକୁ ମାସେ ପର୍ଯ୍ୟନ୍ତ ନିୟମିତ ପିଅନ୍ତୁ। ତେବେ ଧ୍ୟାନ ରଖନ୍ତୁ ଯେ ଏହି କାଢ଼ାକୁ ଯେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରୁଥିବେ ସେତେ ଦିନ ପର୍ଯ୍ୟନ୍ତ ସାବୁନ ବ୍ୟବହାର କରିବେ ନାହିଁ। ମେହେନ୍ଦି ପତ୍ର ଉଚ୍ଚ ରକ୍ତଚାପକୁ କମ୍ କରିବାରେ ସାହାଯ୍ୟ କରିଥାଏ। ମେହେନ୍ଦି ପତ୍ରକୁ ବାଟି ହାତ ଓ ତଳିପାଦରେ ଲଗାନ୍ତୁ। ଏପରି କଲେ ଉଚ୍ଚ ରକ୍ତଚାପରୁ ଆରାମ ମିଳିଥାଏ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେଉଥିଲେ ମେହେନ୍ଦି ଓ ଜଡ଼ା ଗଛର ପତ୍ରକୁ ସମାନ ପରିମାଣରେ ବାଟି ଦିଅନ୍ତୁ। ଏହି ମିଶ୍ରଣକୁ ଆଣ୍ଠୁଗଣ୍ଠିରେ ଲଗାନ୍ତୁ। ଆପଣଙ୍କୁ ଆରାମ ମିଳିବ।